एकदा दुई सांग थिले चेना और टुना। टुना थिला चालाक कुटल एवं लोभी, किंतु चेना थिला सरल निरीह। दुहें गरीब थिले एवं भिक मागी परिवार चलाउथिले। दिन सारा भिक मागी घरକୁ फेरिबा बाटरे गाँ मुंडरे थिबा एक पोखरी पाखरे सेमाने देखा हुअନ୍ତି एवं दिने चेना अधिक भिक आनिथाए। टुना जोर जबरदस्ती ता पाखରୁ ଅଧା ଛଡ଼ାଇ ନିଏ। ଚେନା ଭୟରେ କିଛି କହିପାରେ ନାହିଁ। ଏମିତି ପ୍ରତିଦିନ ଚାଲିଥାଏ। ରାଜାଙ୍କ ମହଲରେ ଭୋଜି ଦିନକର କଥା। ଚେନା ଶୁଣିଲା ଯେ ରାଜାଙ୍କ ମହଲରେ ପୂଜାପାଠ ଚାଲିଛି, ଭୋଜି ହେଉଛି ଏବଂ ଭିକାରୀମାନଙ୍କୁ ଦାନରେ ଟଙ୍କା ମିଳୁଛି। ଏହା ଶୁଣି ଚେନା ତୁରନ୍ତ ରାଜାଙ୍କ ମହଲ ଆଡ଼କୁ ଚାଲିଲା। ବାଟରେ ତାର ଟୁନା ସାଙ୍ଗ ସହିତ ଦେଖା ହେଲା। ଚେନା କହିଲା, ଏ ଭାଇ ଚାଲେ, ରାଜାଙ୍କ ଘରେ ଭୋଜି ହେଉଛି ଓ ଟଙ୍କା ବି ଦାନ ଦେଉଛନ୍ତି, ଚାଲ ଭାଇ। ଟୁନା ମନେ ମନେ ଭାବିଲା, ମୁଁ କାହିଁକି କଷ୍ଟ କରିବି? ସନ୍ଧ୍ୟାରେ ଚେନା ଯାହା ବି ଆଣିଥିବ ମୁଁ ତ ନେଇଯିବି, ବେକାର କାହିଁକି ଯିବି? ଟୁନା ଉତ୍ତର ଦେଲା, ନା ଭାଇ, ତମେ ଯାଅ। ଚେନା ଆଗକୁ ବଢ଼ିଲା। ରାଜାଙ୍କ ମହଲରେ ଶହ ଶହ ଲୋକ ଖାଉଛନ୍ତି ଓ ଭିକାରୀକୁ ଦାନ ମିଳୁଛି। ଚେନା ପେଟ ଭରି ଖାଇଲା ଏବଂ ବହୁତ ସୁନାରୂପା ଦାନରେ ପାଇଲା। ଏତେ ଦାନ ପାଇ ଆଶ୍ଚର୍ଯ୍ୟ ହୋଇ ଚେନା ଜଣେ ରାଜାଙ୍କ କର୍ମଚାରୀଙ୍କୁ ପଚାରି ବୁଝିଲା ଯେ ଏତେ ଦାନ ଦେବାର କାରଣ କ'ଣ? ରାଜାଙ୍କ କର୍ମଚାରୀ କହିଲେ, ରାଜାଙ୍କର ଗୋଟିଏ ସୁନ୍ଦରୀ ଝିଅ ଅଛି। ବହୁତ ଦିନ ହେଲା ଏକ ଡାହାଣୀ ତା ଦେହରେ ପ୍ରବେଶ କରିଛି, ଯାହାକି ଛାଡ଼ି ଯାଉନାହିଁ। ସେଥିପାଇଁ ପୂଜା ପାଠ ଓ ଦାନ ଚାଲିଛି। ରାଜା ଘୋଷଣା କରିଛନ୍ତି ଯେ ଯିଏ ତାଙ୍କ ଝିଅକୁ ଭଲ କରିଦେବ ତାକୁ ବହୁତ ପୁରସ୍କାର ମିଳିବ ଏବଂ ଏକ ମହଲ ମଧ୍ୟ ଦିଆଯିବ। ଟୁନାର ଲୋଭ ଅତ୍ୟାଚାର। ଏହା ଶୁଣି ଚେନା ଘର ଆଡ଼କୁ ଚାଲିଲା। ଦାନରେ ମିଳିଥିବା ଭାର ବହୁତ ଭାରୀ ହୋଇଥିଲା। ଚାଲି ଚାଲି ଗାଁ ମୁଣ୍ଡ ପୋଖରୀ ପାଖରେ ପହଞ୍ଚିଲା ବେଳକୁ ତାକୁ ବହୁତ ଶୋଷ ଲାଗିଲା। ସେ ଭାର ରଖି ପାଣି ପିଇ ବିଶ୍ରାମ ନେଲା। ଠିକ୍ ସେତିକି ବେଳେ ଟୁନା ଆସି ପହଞ୍ଚିଲା। ଆଜି ଏତେ ଜିନିଷ ମିଳିଥିବାର ଦେଖି ତାର ଲୋଭ ବହୁତ ବଢ଼ିଗଲା। ଟୁନା ଜୋର ଜବରଦସ୍ତ ଚେନାଠାରୁ ସବୁ ଛଡ଼ାଇ ନେଲା। ସେ ଚେନାକୁ ମାଡ଼ ମାରି ପୋଖରୀ ଭିତରକୁ ଠେଲିଦେଲା ଏବଂ ସମସ୍ତ ଧନ ସମ୍ପତ୍ତି ନେଇ ପଳାଇଗଲା। ବିଚରା ଚେନା ପାଣି ଭିତରେ ବୁଡ଼ିଗଲା, କିନ୍ତୁ ପାଣି ଭିତରେ ଥିବା ଏକ ବାଉଁଶକୁ ଧରି ପହଁରି ପୋଖରୀ କୂଳରେ ହାଲିଆ ହୋଇ ପଡ଼ିଗଲା। ଭୂତଙ୍କ ଗୁପ୍ତକଥା। ସେ ସମୟରେ ରାତି 1ରୁ 2ଟା ହେବ। ହଠାତ୍ କାହାର ହସ ଶୁଭିଲା। ଚେନା ପଚାରିଲା, କିଏ ହସୁଛି? ଦେଖିଲା 2 ଜଣ ବସିଛନ୍ତି। ଜଣେ ଡାହାଣୀ, ଯାହାର ନାମ ହୀରା ଏବଂ ଅନ୍ୟ ଜଣେ ଭୂତ, ଯାହାର ନାମ ବାମନା। ହୀରା ଡାହାଣୀ କହିଲା, ବାମନା ଭୂତ, ମୁଁ ରାଜା ଝିଅ ଦେହରେ ଅଛି। ସେଠାରେ ବହୁତ ସେବା ପାଉଛି ଓ ଭଲ ପାଇବା ମିଳୁଛି। ବାମନା ଭୂତ କହିଲା, ହୀରା ଭାଇ ଡାହାଣୀ, ମୁଁ ସେହି ରାଜାଙ୍କ ଘର ପାଖରେ ଥିବା ତାଳ ଗଛରେ ଅଛି। ସେହି ତାଳ ଗଛ ମୂଳରେ ଏତେ ସୁନା, ରୂପା, ହୀରା, ମୋତି, ମାଣିକ ଅଛି ଯେ ଦେଖିଲେ ମୋ ପେଟ ପୂରି ଯାଉଛି। ସେମାନେ ପରସ୍ପରକୁ ପଚାରିଲେ ଯେ ସେମାନେ ସେହି ସ୍ଥାନ ଛାଡ଼ି କେମିତି ଯିବେ? ହୀରା ଡାହାଣୀ କହିଲା, ମୋତେ ଯଦି ଭଲ କରି ଛେନା, କଦଳୀ, ଦୁଧ, ଫଳ, ନଡ଼ିଆ ଓ 4 ପ୍ରକାର ମିଠା ମିଶାଇ ଖାଇବାକୁ ଦିଆଯାଏ, ତେବେ ମୁଁ ପଳାଇ ଯିବି। ବାମନା ଭୂତ କହିଲା, ତାଳ ଗଛ ମୂଳରେ ଥିବା ସମସ୍ତ ଧନ ସମ୍ପତ୍ତି ଯିଏ ନେଇଯିବ ମୁଁ ସେହି ସମୟରେ ପଳାଇ ଯିବି। ଏତିକି କହି 2 ଭୂତ ହସି ହସି ପଳାଇଲେ। ପୋଖରୀ କୂଳରେ ଲୁଚି ରହି ଚେନା ସବୁ କଥା ଶୁଣିଲା। ଚେନାର ସାହସିକତା ଓ ପୁରସ୍କାର। ସକାଳ ହେଲା। ଚେନା ସିଧା ରାଜାଙ୍କ ମହଲ ଆଡ଼କୁ ଦୌଡ଼ିଲା। ସେଠାରେ ଭିକ ମାଗିବାକୁ ଜଣେ ଲୋକ ବାହାରି କହିଲା ଯେ ରାଜାଙ୍କ ଝିଅର ଅବସ୍ଥା ଭଲ ନାହିଁ, ତେଣୁ ପଳାଇ ଯାଅ। ଚେନା ସବୁ ଶୁଣି କହିଲା ଯେ ସେ ଝିଅକୁ ଭଲ କରିଦେବ। ଏହା ଶୁଣି ଲୋକଟି ହସିଲା, କିନ୍ତୁ ରାଜା ଏ କଥା ଶୁଣି ଚେନାକୁ ଭିତରକୁ ଡକାଇଲେ। ଚେନା କହିଲା, ମୋର କିଛି ଜିନିଷ ଦରକାର, ଛେନା, କଦଳୀ, ମିଠା, ଭଲ ଭଲ ଫଳ। ରାଜା ତୁରନ୍ତ ସବୁ ଜିନିଷର ବ୍ୟବସ୍ଥା କଲେ। ରାତିରେ ଚେନା ସେହି ସବୁ ମିଠା ଓ ଫଳକୁ ମିଶାଇ ଝିଅ ପାଖରେ ଖାଇବାକୁ ଦେଲା। ଡାହାଣୀ ସବୁ ଖାଇ ସନ୍ତୁଷ୍ଟ ହୋଇ ସେହି ରାତିରେ ଝିଅ ଦେହରୁ ପଳାଇଗଲା। ସକାଳୁ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବାରୁ ଦେଖି ରାଜା ଅତ୍ୟନ୍ତ ଖୁସି ହେଲେ। ରାଜା ଚେନାକୁ ପ୍ରତିଶ୍ରୁତି ଅନୁଯାୟୀ ରାଜ୍ୟର କିଛି ଜାଗା, ଏକ ସୁନ୍ଦର ମହଲ ଏବଂ
ଅଜସ୍ର ଧନ ସମ୍ପତ୍ତି ଦେଲେ। ଏହାପରେ ଚେନା ରାଜାଙ୍କ ତାଳଗଛ ମୂଳକୁ ସମସ୍ତ ଧନ ସମ୍ପତ୍ତି ମଧ୍ୟ ନେଇ ଆସିଲା, ଯାହା ଫଳରେ ବାମନାଭୂତ ମଧ୍ୟ ସେହି ସ୍ଥାନ ଛାଡ଼ି ପଳାଇଗଲା। ଗରିବ ଚେନା ବହୁତ ବଡ଼ ଧନୀ ହୋଇଗଲା ଏବଂ ଶାନ୍ତିରେ ଜୀବନ ବିତାଇଲା।